ଖବରଟି ପ୍ରଥମେ କିଏ ଘୋଷଣା କଲା? କିଏ ଘୋଷଣା କରିଥିଲା? ଏଟା ହେବ ପିଲାମାନେ ଘରର ପୂଜାରୀ। ରାଇଟ୍ ଆନ୍ସର୍ ହେବ ଘରର ପୂଜାରୀ। ଚୂଡ଼ାମଣିଙ୍କର ବଙ୍ଗଲାର କବାଟ ସକାଳ କେତେ ପର୍ଯ୍ୟନ୍ତ ଖୋଲି ନଥାଏ? କେତେ ପର୍ଯ୍ୟନ୍ତ? 8ଟା ପର୍ଯ୍ୟନ୍ତ ପିଲାମାନେ, 8ଟା ପର୍ଯ୍ୟନ୍ତ। ଚୂଡ଼ାମଣିଙ୍କ ପୁଅ ଝିଅ କେଉଁଠାରେ ପଢ଼ୁଥିଲେ? 3 ନମ୍ବରଟା ଅଛି ଚୂଡ଼ାମଣିଙ୍କ ପୁଅ ଝିଅ କେଉଁଠାରେ ପଢ଼ୁଥିଲେ? ସହରର, ଲେଖିଦେବ ପିଲାମାନେ। ରାଇଟ୍ ଆନ୍ସର୍ କ'ଣ ହେବ? ସହରର ପବ୍ଲିକ୍ ସ୍କୁଲରେ। ପିଲାମାନେ ଚୂଡ଼ାମଣିଙ୍କୁ କ'ଣ ସମ୍ବୋଧନ କରୁଥିଲେ? କ'ଣ କରୁଥିଲେ? ରାଇଟ୍ ଆନ୍ସର୍ ହେବ ପିଲାମାନେ ଦାଢ଼ି, ଦାଢ଼ି, ଦାଢ଼ି ହେବ। ନିଜକୁ ମିଶାଇ ଚୂଡ଼ାମଣି କେତେ ଭାଇ ଭଉଣୀ? କେତେ ଭାଇ ଭଉଣୀ ନିଜକୁ ମିଶାଇ? ପିଲାମାନେ 18 ଭାଇ ଭଉଣୀ ପିଲାମାନେ। କିଏ ପିକୁଲିଆର ଉଚ୍ଚ-ମ୍ୟାନ? କିଏ? ଚୂଡ଼ାମଣିଙ୍କ ମା। ରାଇଟ୍ ଆନ୍ସର୍ ହେବ ଚୂଡ଼ାମଣିଙ୍କ ମା। ଚୂଡ଼ାମଣିଙ୍କ ମା ପ୍ରତ୍ୟେକଟି ମିଲ୍ ପାଇଁ କ'ଣ କାମନା କରୁଥିଲା? ବିଲ୍ ପିଲାମାନେ। ମିସେସ୍ ଚୂଡ଼ାମଣି ପୂଜାରୀକୁ ଡାକି ମାଙ୍କ ପାଇଁ କ'ଣ ବରାଦ କଲେ? ଦୋସା ହେବ ପିଲାମାନେ। ଚୂଡ଼ାମଣି ପ୍ରତିଦିନ ବାଥରୁମରୁ ଆସି ଅନ୍ତତଃ କେତେ ସମୟ ପାଇଁ ଚଣ୍ଡୀପାଠ କରୁଥିଲେ? ଏଇଟା ହେବ ପିଲେ କ'ଣ ହେବ? ଘଣ୍ଟାଟିଏ। ରାଇଟ୍ ଆନ୍ସର୍ ଲେଖିଦେଲେ ଘଣ୍ଟାଟିଏ। ବ୍ରେକଫାଷ୍ଟ ବେଳେ ଟେବୁଲରେ ମାଙ୍କୁ କେନ୍ଦ୍ର କରି କେଉଁମାନେ ବସି ସାରିଥିଲେ? କେଉଁମାନେ? ରାଇଟ୍ ଆନ୍ସର୍ ହେବ ଏଇଟା ପୁଅ ବୋହୂ ନାତି ନାତୁଣୀ। ଚୂଡ଼ାମଣିଙ୍କୁ କିଏ ପ୍ରଥମେ ଖବର ଦେଲା ଯେ ମା ଆସିଛନ୍ତି ଏଥର ରହିବେ? ପୁଅ ଖବର ଦେଇଥିଲା। 12 ନମ୍ବର ହଁ ବାପା ମା ଏଥର ଖର୍ଚ୍ଚା ଦେବେ ନାହିଁ ଖାଇବାର, ଏକଥା କିଏ କହିଥିଲା? ଏକଥା ଚୂଡ଼ାମଣିଙ୍କର ଝିଅ କହିଥିଲା। ଚୂଡ଼ାମଣିଙ୍କର ଝିଅ। ରାଇଟ୍ ଆନ୍ସର୍ ହେବ। ତାପରେ ତୋର ଅଙ୍କ କଷା ସଇଲା ଏ କଥା ଚୂଡ଼ାମଣିକୁ କିଏ ପଚାରିଥିଲେ? କିଏ ପଚାରିଥିଲେ ପିଲାମାନେ? ନା ଏଇଟା କଥା ପଚାରିଥିଲେ ବୃଦ୍ଧା ମା। ବୁଝିପାରିଲ ନା? 14 ନମ୍ବରରେ କ'ଣ ଅଛି? ସକାଳେ ମା କେତେ କପ୍ କଫି ପିଇଥିଲେ? କେତେ କପ୍? 3 କପ୍। ରାଇଟ୍ ଆନ୍ସର୍ ହେବ 3 କପ୍ ପିଲାମାନେ। ବୁଝିପାରିଲ? ସବୁ ଆନ୍ସର୍ ଭଲ ଭାବରେ ଲେଖିନେବ। ତାପରେ ପିଲାମାନେ 15 ନମ୍ବରରେ ଲେଖା ହେଇଛି ଚୂଡ଼ାମଣି ପରିବାରର କେଉଁ ପର୍ଯ୍ୟନ୍ତ ଆସି ମାଙ୍କୁ ବୋଲେଇ ଦେଇଗଲେ? ଏଇଟା ହେବ ପିଲାମାନେ ଫାଟକ। ରାଇଟ୍ ଆନ୍ସର୍ ହେବ ଫାଟକ।